କୁଜଙ୍ଗ ପୋଲିସକୁ ମିଳିଛି ବଡ଼ ଧରଣର ସଫଳତା। ଅଭିଯୋଗର 2 ଦିନ ଭିତରେ ବାଇକ୍ ସହିତ ବିଭିନ୍ନ ସ୍ଥାନରୁ ବାଇକ୍ ଚୋରି କରୁଥିବା 4 ଜଣ ବାଇକ୍ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି କୁଜଙ୍ଗ ପୋଲିସ। ଏନେଇ କୁଜଙ୍ଗ ପୋଲିସ ଷ୍ଟେସନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କୁଜଙ୍ଗ ଥାନା ଅଧିକାରୀ ବଂଶୀଧର ପ୍ରଧାନ। ସୂଚନା ଅନୁଯାୟୀ ଗତ 17 ତାରିଖରେ ତାଳଦଣ୍ଡା ଗ୍ରାମର ଦୀପୁନା ପରିଡ଼ାଙ୍କ ବାଇକ୍ ଚୋରି ହୋଇଥିବା ନେଇ କୁଜଙ୍ଗ ଥାନାରେ ଅଭିଯୋଗ କରିଥିଲେ, ଯାହାକୁ ନେଇ କୁଜଙ୍ଗ ଥାନାର ସବ୍ ଇନ୍ସପେକ୍ଟର ପ୍ରମୋଦ କୁମାର ରାୟଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଘଟଣାର ଛାନଭିନ୍ ଆରମ୍ଭ କରିଥିଲା। ଚୋରି ହୋଇଥିବା ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି 4 ଜଣ ଯୁବକଙ୍କୁ ଥାନାକୁ ଆଣିବା ସହିତ ଜେରା ଆରମ୍ଭ କରିଥିଲା କୁଜଙ୍ଗ ପୋଲିସ, ଯାହାଫଳରେ ଉକ୍ତ 4 ଜଣ ଯୁବକ ଚୋରି କରିଥିବା ଚୋରିରେ ସଂଶ୍ଳିଷ୍ଟ ଥିବା ପୋଲିସ ପାଖରେ ସ୍ୱୀକାର କରିଥିଲେ। ଏହି ଘଟଣାରେ କୁଜଙ୍ଗ ପୋଲିସ 3 ଗୋଟି ବାଇକ୍ ଜବତ କରିବା ସହିତ ମୋବାଇଲ ଫୋନ୍ ଜବତ କରିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଥାନା ଅଧିକାରୀ। ତେବେ ଉକ୍ତ ବାଇକ୍ ଚୋରି ଘଟଣାରେ ଚୋରମାନଙ୍କ ସହିତ ଚୋରି ହୋଇଥିବା ବାଇକ୍ ଜାଣିବା ସତ୍ତ୍ୱେ ମାତ୍ର 4,000 ଟଙ୍କା ଦେଇ ବାଇକ୍ କିଣିଥିବା ଲୋକକୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି କୁଜଙ୍ଗ ପୋଲିସ। ରାତି 9ଟା ବେଳେ ଆଉ ଗୋଟେ 9:30 ବେଳେ 2ଟା ରିପୋର୍ଟ ଆସିଥିଲା। ସେଥିରେ ତାଙ୍କର ଥିଲା ଯେ ଦିନ 2:30 ବେଳେ ଆମର ବ୍ଲକ ପାଖ କୋଚିଳାଖାଇ ମଠ ଆଗରୁ ଗୋଟେ ଗ୍ଲାମର ମୋଟରସାଇକେଲ ବଜାର ମୁଖ୍ୟ ବଜାର ଭେଟନାରୀ ଅଫିସ ପାଖ ମୁଖ୍ୟ ବଜାର ପାଖରୁ ଗୋଟେ ମୋଟରସାଇକେଲ 2ଟା ମୋଟରସାଇକେଲ କେହି ଦୁର୍ବୃତ୍ତ ଚୋରି କରି ନେଇଯାଇଛନ୍ତି। ଆମେ ତାପରେ କେସ୍ ପଞ୍ଜୀକୃତ କଲୁ। କେସ୍ ନମ୍ବର 12, କେସ୍ ନମ୍ବର 13 ଦୁଇଟା କେସ୍ ପଞ୍ଜୀକୃତ କରି ଆମେ ତଦନ୍ତ ଆଧାରରେ ପ୍ରଥମେ ସିସିଟିଭି ଆଧାରରେ ଆମେ ଦେଖିବାକୁ ପାଇଲୁ 3 ଜଣ ଦୁର୍ବୃତ୍ତ ଗୋଟେ ମୋଟରସାଇକେଲରେ ଆସି ମୋଟରସାଇକେଲ ଚୋରି କରୁଥିବାର ଦୃଶ୍ୟ କଏଦ ହେଇଛି। ସେଇ ଆଧାରରେ ଆମେ ତାକୁ ଲୋକାଲ ସୋର୍ସର ନେଇ ଆମେ ଜାଣିବାକୁ ପାଇଲୁ ଆମ ସନ୍ତରା ଗ୍ରାମର 2 ଜଣ, ଯେଉଁମାନେ ହେଲେ ମଙ୍ଗୁ ଓରଫ ଉଲ୍ଲାସ ବେହେରା, ସିପୁ ଓରଫ ଜୟପ୍ରକାଶ ବାରି, ଆଉ ଜଣେ ଆମର ଲକ୍ ଥାନା ଏରିଆ ପିପଳ ଗାଁର କାଳିଆ ଓରଫ କାଳନ୍ଦୀ ବେହେରା, ଏଇ 3 ଜଣ ଆସି ଗାଡ଼ି ଚୋରି କରିଛନ୍ତି। ଆମେ ଆଇଡେଣ୍ଟିଫାଏ ହେଲା ପରେ ଆମେ ସେମାନଙ୍କ ଧରିବା ପରେ ତା କାଳିଆ ପାଖରୁ ଗୋଟେ ଗାଡ଼ି ମିଳିଲା, ଯାହାକୁ ଆମେ ଜବତ କଲୁ। ତାପରେ ତାର ଷ୍ଟେଟମେଣ୍ଟ ଅନୁସାରେ ସେ ଗାଡ଼ି ନେଇକି ଆମର ଡେରାବିଶି ଥାନା ଅଣ୍ଡରରେ ଥିବା କୁସୁନପୁର ଗ୍ରାମର ଯାହାର ନାମ ସ୍ମୃତିରଞ୍ଜନ ଜେନା, ତାକୁ ମଧ୍ୟ ଗୋଟେ ମୋଟରସାଇକେଲ ଦେଇଥିଲେ। ତା ପାଖରୁ ଯାଇକି ସେ ଗାଡ଼ି ଜବତ କଲୁ ଏବଂ 4 ଜଣଙ୍କୁ ଗିରଫ କରାଯାଇଛି। ଆଜି କୋର୍ଟ ଚାଲାଣ କରାଯାଉଛି। ଜଗତସିଂହପୁରରୁ ପ୍ରଳୟ ମହାପାତ୍ର, ପ୍ରୟାସ ନ୍ୟୁଜ୍।